ଫୁଲ ଗଛ ସବୁ ଶୁଖିଗଲାଣି, ସବୁ କଟା। କାଟିଦେଲେ ପୁଣି ନୂଆ ଫୁଲ ବାହାରିବ, ସିଜିନ୍ ଅଛି। କାଟିକି ଲଗେଇଲେ ଡାଳଟା କାଟି ଦେଇକି ପୁଣି ଲଗେଇଦବା। ସିଲିଙ୍ଗା ହେଇଯାଇଛି। ଫୁଲ ବଗିଚା, ଫୁଲ ସବୁ ସିଜିନ୍। ଫୁଲଟା ବହୁତ ଦିନ ରହେ, ତଥାପି ଶୁଖି ଗଲାଣି। ଗେଣ୍ଡୁ ଗଛ କଢ଼ ସବୁ ବାହାରିଲାଣି। ଫୁଲ ଗଛରେ କଢ଼ ହଉଛି, ହଳଦିଆ ସେବତୀ। ଫୁଲ ସବୁ ଅଛି ଫ୍ରେଶ। ଫୁଲ ସବୁ ଫ୍ରେଶ ଅଛି। ଡାଳଟା କାଟିକି ଲଗେଇଦବା। ସିଜିନ୍ ଅଛି, ବଞ୍ଚି ଯାଇପାରେ। ସିଜିନ୍ ଫୁଲ ଏଠି ବି ଶୁଖିଗଲାଣି। ତମ ବଗିଚାରେ ଫୁଲ ଶୁଖିଗଲାଣି। ସବୁ ଆଥରେ କାଟିଦେଲେ ପୁଣି ନୂଆ ଫୁଲ ଆସିବ, କଅଁଳିବ। ତ ଗେଣ୍ଡୁ ଧନିଆ ବୁଣିଥିଲି, ଦେଖନ୍ତୁ କେମିତି ଧନିଆ ହେଇଛି। ଗେଣ୍ଡୁ ଗଛ ଦିହରେ ଧନିଆ, ଗେଣ୍ଡୁ ଗଛ ତା ସାଙ୍ଗରେ ଧନିଆ ବୁଣା ହେଇଛି। ସବୁ ଧାଡ଼ି ଧନିଆ ଗଛ କେମିତି ଉଠିଛି ଦେଖନ୍ତୁ। ଏଠି ଟିକେ ବଡ଼ ହେଇଯାଇଛି। ଆମେ ଧନିଆ ବୁଣିଛି। ଗୁଆ ଗଛ, ଏଟା ଗୋଟେ ପିଜୁଳି ଗଛ ଲାଗିଛି। ଗଛଟା ପାଣି କଖାରୁ ଗଛ ମାଡ଼ିଛି, ଫୁଲ ଫୁଟିଲାଣି। କ'ଣ ହବ ଦେଖିବା ଆଉ। ମାଙ୍କଡ଼ ତ ରଖୁନାହାନ୍ତି ଆଉ, ମାଙ୍କଡ଼ଙ୍କ ପାଇଁ କ'ଣ କରିବା।
କିଛି ଗଛ ମାଙ୍କଡ଼ ରଖୁନାହାନ୍ତି, ସବୁ ଖାଇ ଦେଉଛନ୍ତି। କ'ଣ କରିବା ମାଙ୍କଡ଼ଙ୍କ ପାଇଁ? ଆପଣମାନେ ଦେଖି ସାରିଲା ପରେ ମାଙ୍କଡ଼ମାନଙ୍କ ପାଇଁ ଗୋଟେ କ'ଣ କରିବା, ଆପଣମାନେ କ'ଣ କରିବେ ଆଉ। ଏଇଟା ମୋର ପାନ ଗଛ ଲଗେଇଛି, ଏତିକି ମାଡ଼ିଲାଣି। ଏଇଟା ଅଶୋକ ଗଛ, ମନ୍ଦାର, ଜବା ମନ୍ଦାର ଗଛଟା ଏଇଠି ଦେଖନ୍ତୁ କେତେ ଜବା ମନ୍ଦାର ଫୁଟିଛି। ଏଇଟା ହେଉଛି ବଉଳ ଗଛ, ଏଇଟା ମଞ୍ଜି ଆଣି ପୋତିକି ଏତେ ବଡ଼ ଗଛ କରିଛି କୁଣ୍ଡରେ। ଦେଖନ୍ତୁ କୁଣ୍ଡ ଦିହରେ ଲଗେଇଛି, ଏମିତି ବଡ଼ ଅଛି। ସେଇଟା ବି ମନ୍ଦାର ଗଛ, ଜବା ମନ୍ଦାର ଗୋଟେ ହେଇଛି। ଥାଉ କାଲିକି, ଏଇଟା ଶୀତ ଦିନ ପାଇଁ ଫୁଲ ଟିକେ କମିଯାଇଛି। ତରାଟ ଫୁଲ ତ ଟୋଟାଲି ଫୁଟୁନି, କଢ଼ ଟିକେ ଟିକେ ହେଇଛି। ଫୁଟିବ ଆଉ ଯାହା କରିବ ଆଉ କ'ଣ କରିବା। ଆମ୍ବ ଗଛରେ କାହିଁ ବଉଳ ଫୁଳ ବାହାରିନି। ହବ ଯଦି ହବ, ଆଜି ଏ ବର୍ଷ ବଉଳ। ଏରା ବଉଳ ନୁହଁ, ବଉଳ ଭଳିଆ ଦେଖାଯାଉଛି କିନ୍ତୁ ବଉଳ ନୁହଁ। ଏଗୁଡ଼ା କ'ଣ ଏମିତି ହେଉଛି କେଜାଣି ଗଛରେ, କିଛି ଜାଣିନି ଏଇଟା କ'ଣ ପାଇଁ ଏମିତି ହେଉଛି। ଆପଣମାନେ ଦେଖିବେ, ଦେଖିଲା ପରେ କ'ଣ ଗୋଟେ ସଜେସନ୍ ଦେବେ ଆଉ। ସେଠି ଦେଖନ୍ତୁ କେତେ ପାନ ଗଛ ହେଇଛି, ମାଡ଼ିଛି ଦେବାଲରେ। ପାନ ଗଛ, ସେଟା ଗୁଆ ଫଳିଛି, ଚେର ଆଇଲାଣି। ଗୁଆ ଗଛରେ ପୁଣି ଫଳିଲାଣି, ବହୁତ ଗୁଆ ଫଳୁଛି ଗଛରେ। ଏଇଟା ତୁଳସୀ, କଳା ତୁଳସୀ, ମଞ୍ଜି ହେଲାଣି, ମଞ୍ଜି ପକେଇ ଗଛ କରିବା। ଗୋଟେ ଅଁଳା ଗଛ ଲଗେଇଛି, ତାକୁ ପୂଜା କରୁଛି। ମାନେ ମୋ ବଗିଚାକୁ ଦେଖନ୍ତୁ, ବଗିଚାଟି ଯଦି ଭଲ ଲାଗୁଛି। ଏଇଟା ଗୋଟେ ଫୁଲ ଗଛ ନୁହଁ, ଏଇଟା ଗୋଟେ ପତ୍ର ଶୋ। ମାନେ ମୋ ବଗିଚାକୁ ଦେଖନ୍ତୁ, ବଗିଚାରେ ଦେଖ କେତେ ଫୁଲ। ଏଇଟା ଗୋଟେ ଧଳା ଅପରାଜିତା ଫୁଲ ଫୁଟୁଛି, ଏଇଟା ଛିଣ୍ଡେଇକି ନେଉଛି ଠାକୁରଙ୍କୁ ଦେବି, ଲକ୍ଷ୍ମୀକି। ମୋ ବଗିଚାଟି ଯଦି ଭଲ ଲାଗୁଛି, ଆପଣମାନେ ଦେଖି ସାରିଲା ପରେ ଗୋଟେ ଲାଇକ୍ କରିବେ, ଆଉ ଗୋଟେ ସବସ୍କ୍ରାଇବ୍ କରିବେ, ଭୁଲିବେ ନାହିଁ। ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଆପଣଙ୍କ ଯଦି ଫୁଲ ବଗିଚା କରିବାକୁ ଇଚ୍ଛା ଅଛି, ତାହେଲେ ଫୁଲ ଗଛ ଲଗାନ୍ତୁ। ଫୁଲ ଫୁଟିଲେ ଦେଖିଲେ ବି ବହୁତ ସୁନ୍ଦର ଲାଗିବ। ରହୁଛି, ନମସ୍କାର। ମୋ ଭିଡ଼ିଓଟିକୁ ଦେଖିବେ, ୟୁଟ୍ୟୁବ୍ ଚ୍ୟାନେଲ୍ରେ ଛାଡ଼ିଛି, ଦେଖିବେ।